ନିଜକୁ ବହୁତ ଲକି ଫିଲ୍ କରେ କି ଏମିତି ଗୋଟେ ସ୍ୱାମୀଟେ ପାଇଛି। ହାଇ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ତ ସକାଳୁ ସବୁ କାମ ସାରିକି ଆମେ ବାହାରି ଗଲୁ ଆମ କାମରେ। ଫାଷ୍ଟ ଆମର କାମ ଥିଲା ପତଞ୍ଜଳି ଷ୍ଟୋରରେ। ତ ସେଠୁ ଯେହେତୁ ୟାସି କାଲି ପଳେଇବ ମାମାଙ୍କ ସାଙ୍ଗେ, ମାନେ ଆମ ଘରକୁ ପଳେଇବ, ତ ତା ପାଇଁ କିଛି ସାମାନ ଆଣିବାର ଥିଲା, ଯେମିତି ଖାଇବା ଜିନିଷ। ଆଉ ମାମାଙ୍କର ବୋଉଙ୍କର ବାହାରି ଯାଇଛି ଡାଇବେଟିସ୍। ତ ତାଙ୍କ ପାଇଁ ଦୁଇଟା ଡାଇବେଟିସ୍ କେୟାର, ମାନେ ଜୁସ୍ଟା ବହୁତ ହି ଭଲ କାମ କରୁଛି। ଯାହାର ବି ଡାଇବେଟିସ୍ ଅଛି ଆପଣ ୟାକୁ ନେଇକି ପିଇପାରିବେ। ପୁରା ଡାଇବେଟିସ୍ କଣ୍ଟ୍ରୋଲ୍ ହେଇଯାଉଛି ଆଉ ଦେହ ପାଇଁ ବି ବହୁତ ଭଲ। ତ ସେଠୁ ସବୁ କିଣାକିଣି ସାରିଲା ପରେ ଇଏ ବିଲିଂ କଲା ଭିତରେ ଆମେ ଏଠି ସବୁ ଟିକେ ମଜାମସ୍ତି କରୁଥିଲୁ। ଆଉ ଇଏ ମୋତେ କହୁଥିଲେ କି କିଛି ଅଯଥା ଜିନିଷ ନେଇନି, ମୁହଁ କିଛି ଖରାପ କରିନି, କାରଣ ମୋ ମୁହଁ ପାଇଁ କିଛିଟା ଜିନିଷ ଦେଖୁଥିଲି ନେବା ପାଇଁ। ତ ଇଏ ମନା କଲେ ଆଣିଲିନି। ଏଠି ଆଈ ନାତୁଣୀ ଦୁଇ ଜଣ ମଜାମସ୍ତି କରୁଥିଲେ। ଆଉ ଆମ ଆଜି ସ୍ୱାମୀ ସ୍ତ୍ରୀଙ୍କର ଅନଫର୍ଚୁନେଟଲି ସେମ୍ କଲର୍ ହେଇଯାଇଛି, ତ ସେଇଟା ବି ଆମେ କଥା ହେଉଥିଲୁ। ତ ହଁ, କ'ଣ ପାଇଁ ମୁଁ ନିଜକୁ ଲକି ଫିଲ୍ କରୁଥିଲି ନା, ମୁଁ ଯେତେବେଳେ ଯାହା ଭାବେ ନା ମୋତେ ମୋ ସ୍ୱାମୀ ଆଣିକି ଦେଇଦିଅନ୍ତି। ତ ମୁଁ କିଛିଟା ଭାବିଥିବି ଛୋଟ ଜିନିଷ, ସିଏ କିନ୍ତୁ ମୋତେ ବହୁତ ହି ବଡ଼ ଜିନିଷ ଆଣିକି ଦେଇଦିଅନ୍ତି। ତ ଯାହା ହଉ, ମୁଁ କିଛି ଦିନ ହେଲାଣି ଭାବୁଥିଲି, ବହୁତ ଦିନ ହେଲାଣି ଗୋଟେ ଫୋନ୍ ଧରିଥିଲି, ଗୋଟେ ନ୍ୟୁ ଫୋନ୍ ଆଣିବି। ତ ମୁଁ ଗୋଟେ ଫୋନ୍ ଆଣିଦେଲି। ଆଉ ହଁ, କେଉଁ ଫୋନ୍ ଆଣିଲି ମୋତେ ଆପଣ କମେଣ୍ଟରେ ଜଣାନ୍ତୁ, ନାହିଁ ତ ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଜଣାଇବି। ଏଇଟା ମୁଁ ଆଣିଥିଲି ଗୋଟେ ଭାଇଙ୍କ ଦୋକାନରୁ, ଯେଉଁଟାକି ଏକ୍ସପ୍ଲାନେଟ୍ ଫ୍ରଣ୍ଟରେ ଅଛି, ମୁଭି ସିଟି। ମୁଁ ତାର ଡିଟେଲ୍ସ ଦେଇଦେବି, ଆପଣମାନେ ବି ସେଠୁ ଆଣିପାରିବେ। ଆଉ ମୋତେ ଏଠି ବହୁତ ସାରା ଗିଫ୍ଟ ମିଳିଲା। ଆପଣ ବି ଆଣିଲେ ଆପଣଙ୍କୁ ବହୁତ ସାରା ଗିଫ୍ଟ। ବାବାଙ୍କୁ ଧନ୍ୟବାଦ ଦେବି କି ମୋତେ ଯାହା ହଉ ଗୋଟେ ବହୁତ ଭଲ ସ୍ୱାମୀଟେ ଦେଇଛନ୍ତି। ତ ଏଠୁ କିଣାକିଣି ସରିଲା ପରେ ମୋ ମନ ତ ବହୁତ ହି ଖୁସି ହେଇଯାଇଥିଲା। ଆଉ କେଉଁ ମୋବାଇଲ ଆଣିଛି ମୋତେ କମେଣ୍ଟରେ ଜଣାନ୍ତୁ। ଆଉ ଏଠୁ ସରିଲା ପରେ ଆମେ ପଳେଇଥିଲୁ ଖାଇବା ପାଇଁ, କାରଣ ଭୋକ ବହୁତ ଜୋରସେ ହେଇଥିଲା। ଏ ବାପ ଝିଅ ମଟନ୍ ବିରିୟାନୀ ଆଣିକି ଖାଇଥିଲେ, ମାମା ଆଣିଥିଲେ ରୁଟିକୁ ଛତୁ ତରକାରୀ, ମୁଁ ଆଣିଥିଲି ନାନ୍କୁ ଚିକେନ୍। ତ ଖାଇବା ପିଇବା ସରିଲା ପରେ ମୁଁ ଯେହେତୁ ସାବିତ୍ରୀ ପାଇଁ ଦୋକାନରେ ବହୁତ ହି ଭିଡ଼ ରହୁଛି, ମୋତେ ଦୋକାନରେ ଛାଡ଼ିକି ସେମାନେ ସବୁ ପଳାଇଥିଲେ ଘରକୁ। ତ ଆଜି ପାଇଁ ଏତିକି, କାଲି ଦେଖା।